ଯେହେତୁ ଆମର ନୃସିଂହଠୁ ଆମେ କାମ ଆରମ୍ଭ କରୁଥିଲୁ, ଯେହେତୁ ଆମ ସେଦିନ ଅନୁକୂଳ ଥିଲା, ଅନୁକୂଳ ଥାଇକରି ମହାପ୍ରଭୁଙ୍କର ଯେଉଁ ସିଂହ ବିରାଳ କାର୍ଯ୍ୟ କାମ କରୁଥିଲୁ। କରିବା ଭିତରେ ବର୍ତ୍ତମାନ ସେ ଜିନିଷ ଆମେ କଣଭୁଜ ଦେହରେ ସମସ୍ତେ ସିଂହ ବିରାଳ ସବୁ ରୂପକାର ମାନେ ବର୍ତ୍ତମାନ ତାକୁ କରିଚାଲିଛନ୍ତି। ତା ଦେହରେ ଆମର ଯେଉଁ ଶାଲଗୁଜ ଥିଲା 8ଟି ଲେଖେ ଶାଲଗୁଜ ତକ ସରିବା ଉପରେ ହେଇଗଲାଣି। ଶାଲଗୁଜ ସରିବା ଉପରେ ହେଇଗଲାଣି। ବର୍ତ୍ତମାନ ତୀଖଗୁଜ କାମ ପଡ଼ିଅଛି। ତୀଖଗୁଜ ମଧ୍ୟ ବାଡ଼େକରେ 4-4ଟା ଲେଖେ ତୀଖଗୁଜ ପଡ଼ିଛି। ଆଉ କଣଗୁଜ 8ଟି ବର୍ତ୍ତମାନ ସରିବା ଉପରେ। ଇଏ ହେଲା ଆମର କାମ ଚାଲିଛି। ୟା ପରେ ଆସିଯିବ କ'ଣ ସିଂହାସନ, ନାଟଗୋଡ଼, ପର୍ଭା ଆଉ ଚାରପରଜା ଏଇସବୁ ଜିନିଷ ଆସିବ। କାମ ପରମ୍ପରା କ'ଣ, ଆମେ ପ୍ରଥମ କଥା ହେଲା ଦେଖିବୁ କ'ଣ କହିଲେ, ଏ ଯେଉଁ ଦଣ୍ଡା ପଡ଼ିବ, ଦଣ୍ଡାକୁ ନେଇକରି କଣଗୁଜ ତକ ଫିଟିଂ ହୁଏ। ଯେମିତି ଆପଣ ଦେଖିଲେ ଆମର ଚକଟା ହେଲା ତାଙ୍କ ସେଇଟା ଚକଟା, ଆମର ଦେଖିବୁ ଦଣ୍ଡା ପଡ଼ିଲା, ଦଣ୍ଡା ଦେଲେ ସିଏ ନେଇ ସେ ଅନୁସାରେ ଫିଟିଂ କରିବେ। ତାର ସେଇ ଅନୁସାରେ ଆମର ଯେଉଁ ସାବିତ୍ରୀ ଅମାବାସ୍ୟାକୁ ତାଙ୍କର ଦଣ୍ଡା ପଡ଼ିବ। ସେତିକିବେଳେ ପଡ଼ିଲେ ତାଙ୍କର ହଣାହଣି କରିକି ଅନୁକୂଳ କରି କାର୍ଯ୍ୟ କରିବେ। ସେ ସମୟରେ ଆମର ମଧ୍ୟ କଣଗୁଜ ଯାଇକି ସେଠି ଫିଟିଂ ହେବାର ଅଛି। ସେଇ ଅନୁସାରେ ମାପଚୁପ ହେଲା ପରେ ଆଉ ଯାହା ବଳକା ଦେଲ ସେଇ ସମୟରେ ଆମର ନାଟଗୋଡ଼। ଏଇ ହେଲା ପରମ୍ପରା। ତା ଦ୍ୱିତୀୟ ପରମ୍ପରା କ'ଣ, ଆମର ଯେଉଁ ଘୋଡ଼ା ସାରଥୀ ଯେଉଁ ଅଛି, ଘୋଡ଼ା ସାରଥୀ ସିଏ ଆସିବ, ମରାମତି ହେବ। ଏ ଭାଙ୍ଗି ଭୁଙ୍ଗି ଯାଇଥିବ ତାକୁ ମରାମତି କରାଯିବ। ଆଗ ଅପେକ୍ଷା ତ ସିଏ କେଉଁଠି କ'ଣ ଅଛି ଆମେ ଜାଣିପାରୁନୁ। ବର୍ତ୍ତମାନ ସେସବୁ ଜିନିଷ ତ ଅଛି, ଆସିଲେ ତାକୁ ମରାମତି କରିବୁ ଆଉ ଅଛି ଆଉ। ଆମର ଯେଉଁ ଭଉଣୀ ପାଇଁ କାମ ଥିଲା ସେ ସବୁ ସରିଗଲା। ଚକ ଆଜ୍ଞାମଳ ଆସିଲା ଯେ ସବୁ ସେଟିଂ କରାଗଲା। ବାକି ଆଜ୍ଞାମଳଟା ଆସିଥାଏ ଆମର ରଥ ଗଢ଼ା ପାଇଁକା। ଆମର ଯେଉଁ ଗଢ଼ା କାମ ହେଇକିରି ଚାଳିରେ ଥାଏ ସେଟା ଗଢ଼ିବା ପାଇଁ ନିର୍ଦ୍ଦେଶ ଆସେ ଭଉଣୀ ଦିନ ଆଜ୍ଞାମଳ ଯୋଗୁଁ ଆମର ସେଦିନ ଚକ ଲାଟିଗଲା। ତାପରେ ଆମର ଭିତର କାମ ଅଛି, 14 କାଠ ଅଣା ହେଉଛି ଏନେ। ଆଉ ତାପରେ ଚକ କାମ 9ଟା ଚକ ହେଲାଣି, ଆହୁରି 8ଟା କାମ ବାକି ଅଛି। ପଇ ବି କେତେଟା 5-6ଟା ଖଣ୍ଡେ ଅଛି, ସେଇଟା ଭଲ ନାହିଁ। ଆଉ ପଇ ଆସିଲେ ପଇ ଚକ ସେଠି କରାଯିବ। ଆଉ ତାପରେ ଗୁଜ ଗୁଡ଼ିକ ସବୁ ସଜାଇଛି, ସେଗୁଡ଼ା ସବୁ ରୂପ କାମ କରାହେଉଛି। ଆଉ ପଇର ସବୁ କାମ ବର୍ତ୍ତମାନ ବାକି ଅଛି।